ଆମେ ଚାଷୀମାନେ ଧାନ ବିକି ପାରୁନି, ସେଥିପାଇଁ ଆମେ ସମସ୍ତେ ଆଜି ରାସ୍ତାରେ ଓହ୍ଲେଇଲୁ। ଆମର ଧାନ ସବୁ ମଣ୍ଡିରେ ପଡ଼ିଛି। ଆମର ଦୁଃଖ ସୁଖ ବୁଝିବା ପାଇଁ କେଉଁ ସରକାର ନାହିଁ। ଯେତେ ସରକାର ହେଉଛି ଡବଲ ସରକାର ହେଇକରି ମାତ୍ର ଆମର ଧାନ ଉଠୁନାହିଁ। ସରକାର ଯଦି ଏହାର କ'ଣ ଅଛି ବିବିଧି ନ କରିବେ ହେଲେ ଆମେ ବିଷ ପିଇକିରି ସମସ୍ତେ ମରିଯିବା। ଚାଷୀର କଥା ଶୁଣିବ ନା ଗଭର୍ଣ୍ଣମେଣ୍ଟ? କାହାର ବଡ଼ ବଡ଼ ମିଲ୍ ମାନର କଥା ଶୁଣିବ, ବଡ଼ ବଡ଼ ମାଲିକ ମାନଙ୍କର କଥା ଶୁଣିବ? ଆଜି ବିଷ ଖାଇବା ପାଇଁ ପ୍ରସ୍ତୁତ ଅଛି ଚାଷୀ। ଚିତ୍ରାପଲ୍ଲୀ ପଞ୍ଚାୟତରେ ମାଣ୍ଡି ଏପର୍ଯ୍ୟନ୍ତ ଚାଲୁନାହିଁ। ବିଷ ଖାଇବା ପାଇଁ ଆମେ ଚାଷୀ ଆମେ ପ୍ରସ୍ତୁତ ଅଛୁ। ଆମେ ପ୍ରସ୍ତୁତ ଅଛୁ ବିଷ ଖାଇବା ପାଇଁ। କ'ଣ ଭାବୁଛନ୍ତି ଆମକୁ ଗଭର୍ଣ୍ଣମେଣ୍ଟ? କ'ଣ ଭାବୁଛନ୍ତି ଆମେ କାନ୍ଦୁ ନାହିଁ କି? ଆପଣଙ୍କର କେତେଟା ମାଣ୍ଡି ଚାଲି ନାହିଁ? କେତେଟା ମାଣ୍ଡି ଆପଣଙ୍କର ହେଇନାହିଁ? ଆମର 6ଟା ମାଣ୍ଡି ଏପର୍ଯ୍ୟନ୍ତ ହେଇନାହିଁ। 6ଟା ମାଣ୍ଡି ହେଇନାହିଁ। କ'ଣ ପଇସା ମାଣ୍ଡି କ'ଣ ମୋ ନାଁ ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାସ। ମୁଁ ଆଜି ଚିତ୍ରାଙ୍ଗପଲ୍ଲୀ ଜିପିରୁ 98 ଗାଁ ଆମର। ଆମେ ଚାଷୀମାନେ ଧାନ ବିକି ପାରୁନି, ସେଥିପାଇଁ ଆମେ ସମସ୍ତେ ଆଜି ରାସ୍ତାରେ ଓହ୍ଲେଇଲୁ। ଆମର ଧାନ ସବୁ ମଣ୍ଡିରେ ପଡ଼ିଛି। ଆମର ଦୁଃଖ ସୁଖ ବୁଝିବା ପାଇଁ କେଉଁ ସରକାର ନାହିଁ। ଯେତେ ସରକାର ହେଉଛି ଡବଲ ସରକାର ହେଇକରି ମାତ୍ର ଆମର ଧାନ ଉଠୁନାହିଁ। ଆମେ ଆଜି ସମସ୍ତେ ରାଜରାସ୍ତାରେ ଓହ୍ଲାଇଛୁ। ଆମର ଟୋକନ୍ ବି ଉଡ଼ିଯିବ। ଆମର ଟୋକନ୍ ପାଇଁ କେତେ ଲୋକଙ୍କ ଟୋକନ୍ ବି ଉଡ଼ି ଯାଇଛି। ହେଲେ ବି ଆମେ ଧାନ ବିକି ପାରୁନି। ଆମର ଧାନ ବିକିବା ପାଇଁ ଆମେ ସମସ୍ତେ ମୋଟାମୋଟି ରାଜରାସ୍ତାରେ ଛିଡ଼ା ହେଇଛି। ସରକାର ଯଦି ଏହାର କ'ଣ ଅଛି ବିବିଧି ନ କରିବେ ହେଲେ ଆମେ ବିଷ ପିଇକିରି ସମସ୍ତେ ମରିଯିବା। ମୋର ନାଁ କୌଶଲ୍ୟା କବାସୀ। ମୁଁ ଚିତ୍ରାଙ୍ଗପଲ୍ଲୀ ଜିପିର ସରପଞ୍ଚ। ଆଜି ଯେଉଁ ମଣ୍ଡି ବିଷୟରେ ଆଜି ରାଜରାସ୍ତାରେ ଆମର ଚାଷୀ ଭାଇମାନେ ଚିତ୍ରାଙ୍ଗପଲ୍ଲୀ ଜିପିର ଚାଷୀ ଭାଇମାନେ ରାଜରାସ୍ତାରେ ବୁଲୁଛନ୍ତି। ମଣ୍ଡି ବିଷୟ ନେଇକି ବହୁତ ସମସ୍ୟା ହେଉଛି। ଆଜି ପର୍ଯ୍ୟନ୍ତ ସେ ମଣ୍ଡିର ଧାନ ଉଠି ପାରୁନାହିଁ। ତାପରେ 5-6ଟା ମଣ୍ଡି ଏମିତି ଲେଫ୍ଟ ହେଇଯାଇଛି, ଯାହାଫଳରେ ତାଙ୍କର ଯାର ଟୋକେନ୍ ଉଡ଼ିବାକୁ ଯାଉଛି। ତେଣୁ ସେଇଟା ନେଇକରି ଆମେ ଆଜି ରାସ୍ତା ଜାମ୍ କରିଛୁ, କିନ୍ତୁ ଚାଷୀମାନେ କାହାର କଥା ଶୁଣି ନାହାନ୍ତି। ଯାହାଫଳରେ ଆମେ ଆଜି ମାଣ୍ଡି ବିଷୟ ନେଇକରି ୟାର ସମାଧାନ କେମିତି ସରକାର କରିପାରିବେ ସେଇଟା ଆମେ ସରକାରଙ୍କୁ ଅନୁରୋଧ କରୁଛୁ। ଏଇଟା ଚାଷୀମାନଙ୍କ ହିସାବରେ, କାହିଁକିନା ତାଙ୍କର ଏପର୍ଯ୍ୟନ୍ତ ତାଙ୍କର ଧାନ କିଣା ହେଉନାହିଁ। ଆଉ ସେ ମାଣ୍ଡିରେ ଧାନ ଅଛି, ସେ ଆଜି ପର୍ଯ୍ୟନ୍ତ ତାଙ୍କର ଧାନ ଉଠି ପାରୁନାହିଁ। ଆଉ ଯେତେବେଳେ ତାଙ୍କର ମାଣ୍ଡି ଡେଟ୍ ଆସୁଛି କିନ୍ତୁ ସେ ଟାଇମ୍ରେ ଏତେ ମଣ୍ଡିର ଲେଫ୍ଟ ହେଇଯାଉଛି। ସେମିତି ହେଇକରି ଲୋକ ଆଜି ବାଧ୍ୟ ହେଲେଣି ଆଜି ରାଜରାସ୍ତାକୁ ଓହ୍ଲାଇବା ପାଇଁ।